ରାତି 12ଟା ବାଜିଥିଲା। ଭାଇ ଧୀରେ ଧୀରେ ମୋ ରୁମର କବାଟ ଖୋଲି ଭିତରକୁ ଆସିଲେ। ନମସ୍କାର ବନ୍ଧୁଗଣ, ମୁଁ 21 ବର୍ଷ ବୟସର ଥିଲି। ମୁଁ ଯୁକ୍ତ 2ର ଛାତ୍ରୀ ଥିଲି। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିଲା। ସେହି ଦିନଗୁଡ଼ିକ ବହୁତ ଗରମ ଥିଲା। ସେଥିପାଇଁ ଆମେ କଲେଜରୁ ଛୁଟି ପାଇଲୁ। ପ୍ରତିଦିନ ପରି ଆଜି ମଧ୍ୟ ସାରା ଘର ସଫା କରିବା ପରେ ମୁଁ ମୋ ବିଛଣାରେ ବିଶ୍ରାମ ନେଉଥିଲି। ଥକ୍କା ଏତେ ଥିଲା ଯେ ମୋର ସମଗ୍ର ଶରୀର ଦୁର୍ବଳ ହୋଇଗଲା ପରି ଲାଗୁଥିଲା। ମୁଁ ବିଛଣାରେ ଶୋଇ ଆରାମ କରିବାକୁ ଚେଷ୍ଟା କରୁଥିଲି ଏବଂ ମୋ ହାତ ସାହାଯ୍ୟରେ ମୋର ମୁଣ୍ଡ ମାଲିସ କରୁଥିଲି। ତାପରେ ମୋର କଷ୍ଟସ୍ୱର ଶୁଣି ମୋ ଭାଇ ବିକି ବନ୍ଦ କୋଠରୀ ଭିତରକୁ ଆସି ପଚାରିଲା, କଣ ହେଲା ଦିଦି, ତୁମେ ଭଲ ଅନୁଭବ କରୁନାହ କି? ମୁଁ କହିଲି, ମୁଁ ତୁମକୁ କଣ କହିବି ଭାଇ, ମା ମୋ ମୁଣ୍ଡରେ ସମସ୍ତ କାମ ଛାଡ଼ି ଚାଲିଯାଆନ୍ତି। କଲେଜ ଛୁଟି ଆରମ୍ଭ ହେବା ମାତ୍ରେ ସମଗ୍ର ଘରର ଦାୟିତ୍ୱ ମୋ ଉପରେ ପଡ଼ିଗଲା। ତା ଉପରେ କର୍ମଚାରୀ ମଧ୍ୟ ଛୁଟିରେ ଅଛନ୍ତି। ମୁଁ ଏହି ଘର କାମ କରିପାରିବି ନାହିଁ। ମୋ କଥା ଶୁଣିବା ପରେ ସେ ମୋ ପାଖରେ ବସି କହିଲେ, ମୋର ପ୍ରିୟ ଭଉଣୀ, ଠିକ୍ ଅଛି, ମୁଁ ବର୍ତ୍ତମାନ ଯାଇ ତୁମ ପାଇଁ କ୍ଷୀର ଆଣୁଛି। ତୁମେ ପିଇଲେ ନିଶ୍ଚୟ ଭଲ ହେବ। ମୁଁ ବିକି କଥା ଶୁଣି ହସି କହିଲି, ବାହାରୁ ଯାଇ ଖାଦ୍ୟ ଆଣ, ମୁଁ କିଛି ସମୟ ଶୋଇବି। ଏହାପରେ ସେ କ୍ଷୀର ନେଇ ପାଖକୁ ଆସିଲେ। ତାକୁ ଦେଖି ମୁଁ ତାଙ୍କ ପ୍ରତି ବହୁତ ପ୍ରେମ ଅନୁଭବ କଲି। ସତରେ ଦୁନିଆରେ ବହୁତ କମ ଭାଇ ଅଛନ୍ତି ଯେଉଁମାନେ ନିଜ ଭଉଣୀମାନଙ୍କର ଏତେ ଯତ୍ନ ନିଅନ୍ତି। ମୁଁ ତାଙ୍କୁ ବହୁତ ଧନ୍ୟବାଦ ଜଣାଇଲି ଏବଂ ସେ ଆଣିଥିବା କ୍ଷୀର ପିଇବା ଆରମ୍ଭ କଲି। କ୍ଷୀର ପିଇବା ପରେ ମୁଁ ଗ୍ଲାସଟିକୁ ଗୋଟିଏ ପାଖରେ ରଖି ଶୋଇପଡ଼ିଲି। ବିକି କହିଲା, ଆସ, ମୁଁ ତୁମ ମୁଣ୍ଡ ମାଲିସ କରିବି, ତୁମେ ଆରାମରେ ଶୋଇପଡ଼। ସେ ମୋ ମୁଣ୍ଡ ପାଖରେ ବସି ତାଙ୍କ ହାତରେ ମୋ ମୁଣ୍ଡ ମାଲିସ କରିବାକୁ ଲାଗିଲେ। ମୁଁ ଧୀରେ ଧୀରେ ଆରାମ ଅନୁଭବ କରିବାକୁ ଲାଗିଲି ଏବଂ ଯନ୍ତ୍ରଣା ମଧ୍ୟ କମିବାକୁ ଲାଗିଲା। ମୁଁ ଆଖି ବନ୍ଦ କରି ଶୋଇପଡ଼ିଲି ଏବଂ ଗଭୀର ନିଦ୍ରାରେ ଶୋଇଗଲି। ମୁଁ ଜାଣିପାରିଲି ନାହିଁ ଯେ ମୁଁ ଘଣ୍ଟା ଘଣ୍ଟା ଧରି ଶୋଇଛି। ମାଙ୍କ କଣ୍ଠସ୍ୱର ଶୁଣି ମୋର ଆଖି ଖୋଲିଗଲା। ମୁଁ ଶୀଘ୍ର ଉଠିଲି। ମୋ ମୁଣ୍ଡ ବହୁତ ଯନ୍ତ୍ରଣା କରୁଥିଲା। ମୁଁ କ୍ଳାନ୍ତ ହୋଇଯାଉଥିଲି। ମୁଁ ଘଣ୍ଟା ଦେଖିଲି ରାତି 9ଟା ବାଜିଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଏହା ଆଶ୍ଚର୍ଯ୍ୟଜନକ ଥିଲା ଯେ ପାପା ଅଫିସରୁ ଫେରି ଆସିଛନ୍ତି। ହୁଏତ କ୍ଳାନ୍ତ ହେତୁ ମୁଁ ସମୟ ଜାଣିପାରିଲି ନାହିଁ। ଉଠି 2ଟି ପାଦ ଆଗକୁ ବଢ଼ିବା ମାତ୍ରେ ମୋର ମୁଣ୍ଡ ବାଜିଗଲା। ଅନ୍ଧାର ମୋ ଆଖିକୁ ଫେରିଗଲା। ଯଦି ମୁଁ କାନ୍ଥର ସମର୍ଥନ ନେଇ ନଥାନ୍ତି ତେବେ ମୁଁ ନିଶ୍ଚିତ ଭାବରେ ପଡ଼ିଯାଇଥାନ୍ତି। ଫ୍ରେଶ ହୋଇ ବାହାରକୁ ଆସିବା ପରେ ମୁଁ ଦେଖିଲି ଯେ ସମସ୍ତେ ଡାଇନିଂ ଟେବୁଲରେ ମୋ ପାଇଁ ଅପେକ୍ଷା କରିଛନ୍ତି। ମୁଁ ଯାଇ ଚେୟାର ଉପରେ ଆରାମରେ ବସିଗଲି। ମୋତେ ଦେଖି ବିକି ମୋ ପ୍ଲେଟରେ ଖାଦ୍ୟ ରଖିବାକୁ ଲାଗିଲା। ତାପରେ ସେ ମାକୁ କହିଲା, ମା, ଅନୁ ଉପରେ କାମ କମ କରିବାକୁ କୁହ। ଯଦି ଅନୁ ପାରୁନାହିଁ ତେବେ ତା ସ୍ଥାନରେ ଅନ୍ୟ କାହାକୁ ରଖ। ଅନୁ ସାରା ଦିନ କାମ କରି କ୍ଳାନ୍ତ ହୋଇଯାଏ। ଦେଖ, ତାର ରଙ୍ଗ ମଧ୍ୟ ଫିକା ପଡ଼ିଯାଇଛି। ମୋର ଅବସ୍ଥା ପ୍ରକୃତରେ ଖରାପ ହୋଇଯାଇଥିଲା। ମୁଁ ବହୁତ କ୍ଳାନ୍ତ ଅନୁଭବ କରୁଥିଲି। ମା ଏବଂ ପାପା ଉଭୟେ କାମ କରୁଥିଲେ କାରଣ କେବଳ ପାପାଙ୍କ ଚାକିରିରେ ଘର ଚଳାଇବା କଷ୍ଟକର ଥିଲା। ତା ଉପରେ ଆମର ଶିକ୍ଷା ଖର୍ଚ୍ଚ ମଧ୍ୟ କମ୍ ନଥିଲା। ମା ମଧ୍ୟ ସେହି କମ୍ପାନୀରେ କାମ କରୁଥିଲେ ଯେଉଁଠାରେ ବାପା କାମ କରୁଥିଲେ। ବିକି ଏବଂ ମୁଁ କଲେଜ ଯାଉଥିଲୁ, କିନ୍ତୁ ଏବେ ଗ୍ରୀଷ୍ମ ଛୁଟି ଥିଲା, ତେଣୁ ଆମକୁ ଘରେ ରହିବାକୁ ପଡୁଥିଲା। ମୁଁ ଦେଖିଥିଲି ଯେ ବିକି ଗତ କିଛି ଦିନ ଧରି ମୋ ପ୍ରତି ଅଧିକ ଆକର୍ଷିତ ହୋଇଯାଇଥିଲା। ମୋର ଛୁଟି ଦିନଠାରୁ ସେ ମୋର ବହୁତ ଯତ୍ନ ନେବାକୁ ଲାଗିଲେ। ଯଦି ମୁଁ କିଛି ଘର କାମ କରୁଥିଲି ସେ ଆସି ମୋତେ ସାହାଯ୍ୟ କରୁଥିଲେ। ଯଦି ମୁଁ କ୍ଳାନ୍ତ ହୋଇଯାଉଥିଲି ସେ ମୋ ମୁଣ୍ଡ ମାଲିସ କରିବାକୁ ଆସୁଥିଲେ। ମୁଁ ତାକୁ ମୁଣ୍ଡ ମାଲିସ କରିବାକୁ ବାରଣ କରୁଥିଲି, କିନ୍ତୁ ସେ କହୁଥିଲା, ନା, ତୁମେ କ୍ଳାନ୍ତ, ତୁମେ ବହୁତ କାମ କର, ତୁମକୁ ସାହାଯ୍ୟ ଦେବା ମୋର ଅଧିକାର। କିନ୍ତୁ ଗୋଟିଏ ରାତିରେ ଯାହା ଘଟିଲା ତାହା ମୋର ହୋସ ଉଡାଇଦେଲା। ବିକି କେବେ ଏହା କରିପାରିବ ବୋଲି ମୁଁ ଭାବିନଥିଲି। ସେହି ରାତିରେ ମୁଁ ମୋ ରୁମରେ ଶୋଇଥିଲି। ମଧ୍ୟରାତ୍ରିରେ ମୋତେ ଲାଗିଲା ଯେପରି କେହି ମୋ ରୁମରେ ପଶି ଆସିଛି। ସେ ଧୀରେ ଧୀରେ ମୋ ବିଛଣା ପାଖକୁ ଚାଲି ଆସୁଥିଲେ। ମୁଁ ଶୋଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ମୋର ମନ ସମ୍ପୂର୍ଣ୍ଣ ଜାଗ୍ରତ ଥିଲା। ମୁଁ ହଠାତ୍ ଉଠିପଡ଼ିଲି। ମୁଁ ଭୟରେ ଆଖି ଖୋଲିଲି। କୋଠରୀ ଅନ୍ଧାରରେ ବୁଡ଼ି ଯାଇଥିଲା। ଯେତେବେଳେ ମୁଁ ଚାରିପାଖକୁ ଚାହିଁଲି କୋଠରୀରେ କେହି ନଥିଲେ। କବାଟ ଟିକିଏ ଖୋଲା ଥିଲା। ମୁଁ ସବୁବେଳେ ଶୋଇବା ପୂର୍ବରୁ କବାଟ ବନ୍ଦ କରିଦେଉଥିଲି, କିନ୍ତୁ ଏହା କିପରି ଖୋଲିପାରିଲା? ମୁଁ ନିଦ୍ରାଳୁ ଆଖିରେ ଉଠିଲି।
କବାଟ ବନ୍ଦ କରି ତାଲା ପକାଇଦେଲି। ତାପରେ ମୁଁ ପଛକୁ ବୁଲି ପଡ଼ି ବିଛଣାରେ ଶୋଇପଡ଼ିଲି। ଆଖି ବନ୍ଦ କରିବା ମାତ୍ରେ ମୁଁ ପୁଣି କାହାର ଚାଲିବାର ଶବ୍ଦ ଶୁଣିଲି। ଏହା ଏପରି ଥିଲା ଯେପରି କେହି ମୋ ବିଛଣା ପାଖରେ ବସିଛନ୍ତି। ମୋତେ ଲାଗିଲା ଯେପରି କେହି ମୋ ଆଡ଼କୁ ହାତ ବଢ଼ାଉଛି। ମୁଁ ଭୟରେ ପଛକୁ ବୁଲିଗଲି, କିନ୍ତୁ ସେଠାରେ କେହି ନଥିଲେ। ନର୍ଭସ ଯୋଗୁଁ ମୋର ନିଶ୍ୱାସ ଦ୍ରୁତ ହୋଇଯାଇଥିଲା। ମୁଁ ତୁରନ୍ତ ଉଠି ରୁମର ଲାଇଟ୍ ଜଳାଇଲି। ମୁଁ କବାଟ ଖୋଲି ବାହାରକୁ ଚାହିଁଲି, କିନ୍ତୁ ସେଠାରେ ମଧ୍ୟ କେହି ନଥିଲେ। ଆଜି ପୂର୍ବରୁ ଏପରି କେବେ ହୋଇନଥିଲା। ମୁଁ ଶୋଷିଲା ଅନୁଭବ କଲି। ତେଣୁ ମୁଁ ରୁମ୍ର କବାଟ ଖୋଲି ବାହାରକୁ ଗଲି। ସେହି ସମୟରେ ବିକି ମଧ୍ୟ ତାଙ୍କ ରୁମ୍ରୁ ବାହାରକୁ ଆସିଲା। ମୋତେ ଦେଖି ସେ ପଚାରିଲେ, କ'ଣ ହେଉଛି? ତୁମେ ଏପର୍ଯ୍ୟନ୍ତ ଜାଗ୍ରତ ଅଛ? ମୁଁ କିଛି ଉତ୍ତର ଦେଲି ନାହିଁ। କେବଳ ଏପରି ଲାଗିଲା ଯେପରି କେହି ଜଣେ ରୁମରେ ଉପସ୍ଥିତ ଅଛି। ପାଣି ପିଇବା ପରେ ମୁଁ ରୁମ୍କୁ ଫେରି ଆସିଲି ଏବଂ ବିକି ମଧ୍ୟ ମୋ ପଛେ ପଛେ ଗଲା। ସେ କହିଲେ, ତୁମକୁ ଭୟ କରିବାର ଆବଶ୍ୟକତା ନାହିଁ। ଯଦି ତୁମେ ଭୟ କରୁଛ, ତେବେ ମୁଁ ତୁମ ପାଖରେ ଶୋଇବି। ମୁଁ ତାଙ୍କୁ ମନା କରି କହିଲି, ନା, ତୁମର ନିଦ ଭାଙ୍ଗିବା ଆବଶ୍ୟକ ନାହିଁ। ତୁମେ ତୁମର ରୁମ୍କୁ ଯାଅ ଏବଂ ଶୋଇପଡ଼। କିନ୍ତୁ ସେ ଜିଦ୍ ଧରିଲା, ମୁଁ ତୁମକୁ କୌଣସି ପରିସ୍ଥିତିରେ ଏକା ଛାଡ଼ିପାରିବି ନାହିଁ। ତୁମେ ଅସୁସ୍ଥ ହୋଇଯିବ ଏବଂ ମୁଁ ତୁମକୁ ଯନ୍ତ୍ରଣାରେ ଦେଖିପାରିବି ନାହିଁ। ତୁମେ ଶୋଇପଡ଼, ମୁଁ ଏଠାରେ ଶୋଇବି। ଶେଷରେ ମୁଁ ଶୋଇପଡ଼ିଲି। ସେ ତକିଆ ଉଠାଇ ସୋଫା ଉପରେ ରଖି ସେଠାରେ ଶୋଇପଡ଼ିଲେ। ସେହି ରାତିରେ ମୋତେ ଲାଗିଲା ଯେପରି କେହି ମୋ ମୁଣ୍ଡ ପାଖରେ ବସି ବହୁତ ସମୟ ଧରି ମୋତେ ଦେଖୁଛି। ସେ ମୋ କେଶକୁ ଚାପିଲେ, ମୋ ମୁହଁରେ ତାଙ୍କ ଆଙ୍ଗୁଠି ବୁଲାଇଲେ ଏବଂ ମୁଁ ଶାନ୍ତିରେ ଶୋଇ ରହିଲି। ଏସବୁ ମୋତେ ସ୍ୱପ୍ନ ପରି ଲାଗୁଥିଲା। ପରଦିନ ସକାଳେ ଯେତେବେଳେ ମୁଁ ଉଠିଲି, ମୁଁ ଏକ ଅଜବ ମନୋଭାବରେ ଥିଲି। କିନ୍ତୁ ଯେତେବେଳେ ମୁଁ ମୋ ଭାଇକୁ ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଧନ୍ୟବାଦ। ମୁଁ ମୋ ଶରୀରକୁ ଦୁପଟାରେ ଘୋଡ଼ାଇ ଦେଇଥିଲି। ମୋର ସାର୍ଟ ଅବ୍ୟବସ୍ଥିତ ଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ମୁଁ ଆଜି ପୂର୍ବରୁ କେବେ ଏତେ ଭଲ ଶୋଇନଥିଲି। ଆଜି ମୁଁ ମଧ୍ୟ ଟିକେ ଖୁସି ଅନୁଭବ କରୁଥିଲି, କିନ୍ତୁ ମୁଁ ଏହାର କାରଣ ବୁଝିପାରିଲି ନାହିଁ। ଯେତେବେଳେ ମୁଁ ତାଙ୍କୁ ପଚାରିଲି, ସେ କହିଲେ ଯେ ମୁଁ ପ୍ରତିଦିନ ବହୁତ ଖୁସି। ତୁମ ପରି ଭଉଣୀ ପାଇଁ କେହି କାହିଁକି ଖୁସି ହେବେ ନାହିଁ। ଯେତେବେଳେ ମୁଁ ଘରର ସମସ୍ତ କାମ ସାରି ବସିଲି, ବିକି ତେଲ ନେଇ ମୋ ପାଖକୁ ଆସିଲା। ସେ କହିଲା, ଅନୁ ଦିଦି, ତୁମର କେଶଗୁଡ଼ିକ ଖୋଲ। ମୁଁ ତୁମର ମୁଣ୍ଡ ମାଲିସ କରିବି। ମୁଁ ତାଙ୍କର କାର୍ଯ୍ୟକଳାପକୁ ଅଜବ ଅନୁଭବ କରିବାକୁ ଲାଗିଲି। ମୁଁ କହିଲି, ଏହା ତୁମର କାମ ନୁହେଁ। ଚାଲିଯାଅ ଏବଂ ତୁମର ବନ୍ଧୁମାନଙ୍କ ସହିତ ବାହାରକୁ ଯାଅ। ମୋତେ ମାଲିସ କରିବା ଆବଶ୍ୟକ ନାହିଁ। କିନ୍ତୁ ସେ ମୋ କଥା ଶୁଣିଲେ ନାହିଁ ଏବଂ ନିଜେ ମୋ କେଶରୁ ରବର ଫିତା କାଢ଼ିବା ସମୟରେ ସେ କହିଲେ, ଚିନ୍ତିତ ହୁଅ ନାହିଁ। କେବଳ ଭାଗ୍ୟବାନ ଭାଉଣୀମାନେ ଏପରି ଭାଇ ପାଆନ୍ତି। ଯେତେବେଳେ ତୁମ ଭାଇ ତୁମର ସୁନ୍ଦର ରେଶମୀ କେଶ୍ ମାଲିସ କରିବାକୁ ଚାହାନ୍ତି। ତୁମର କ'ଣ ଅସୁବିଧା ହେଉଛି? ଆସ୍, ମୁଁ ତୁମର ମୁଣ୍ଡ ମାଲିସ କରିବି। ତୁମେ ବହୁତ ଆରାମ ଅନୁଭବ କରିବ। ସେ ମୋତେ ଉଠାଇ ରୁମକୁ ନେଇଗଲେ। ମୁଁ ତକିଆ ଧରି ବିଛଣାରେ ଶୋଇଗଲି। ମୋର କେଶଗୁଡ଼ିକ ବିଛଣାରୁ ତଳକୁ ଝୁଲୁଥିଲା। ସେ ମୋ ମୁଣ୍ଡ ପାଖରେ ବସି ମୋ କେଶ୍ ମାଲିସ କରିବାକୁ ଲାଗିଲେ। ବିକି ମୋ ଠାରୁ 4 ବର୍ଷ ସାନ ଥିଲା, କିନ୍ତୁ ସେ ମୋତେ ନାମ ଧରି ଡାକୁଥିଲେ। ସେ କହୁଥିଲେ, ତୁମେ ଏତେ ସୁନ୍ଦର ଯେ ମୁଁ ଇଚ୍ଛା କରେ ତୁମେ ସବୁବେଳେ ଏହିପରି ହସୁଥାଅ ଏବଂ ମୁଁ ତୁମକୁ ଆଦର କରୁଥିବି। ସେ ମୋ କେଶକୁ ମାଲିସ କରୁଥିଲେ ଏବଂ ତାଙ୍କ ହାତ ଯାଦୁ କରିଥିଲା। ମୁଁ ଏତେ ଭଲ ଅନୁଭବ କରୁଥିଲି ଯେ ମୁଁ ଧୀରେ ଧୀରେ ନିଦ୍ରାରେ ନିଜକୁ ହଜାଇ ଦେବାକୁ ଲାଗିଲି। ତେଲର ସୁଗନ୍ଧ ମଧ୍ୟ ବହୁତ ପ୍ରବଳ ଥିଲା। ମୁଁ ତାଙ୍କୁ ପଚାରିଲି, ଏହା କେଉଁ ତେଲ? ସେ କହିଲେ, ଏହା ଏକ ବହୁତ ସ୍ୱତନ୍ତ୍ର ତେଲ। ତୁମର ସୁନ୍ଦର କେଶ୍ ଯୋଗୁଁ ଏହା ତୁମ ପାଇଁ ବିଶେଷ ଭାବରେ ତିଆରି ହୋଇଛି। ତାଙ୍କ କଥା ବହୁତ ମଧୁର ଥିଲା। ତଥାପି ମୁଁ ବୁଝିପାରିଲି ନାହିଁ ଯେ ସେ କେଉଁ ସ୍ୱରରେ କଥା କହୁଛନ୍ତି। ଯାହା ହେଉ, ମୁଁ ମାଲିସ ସମୟରେ ଗଭୀର ନିଦରେ ନିଜକୁ ହଜାଇ ଦେଲି। କିଛି ସମୟ ପରେ ଯେତେବେଳେ ମୁଁ ଆଖି ଖୋଲିଲି, ମୋର ସମଗ୍ର ଶରୀର ଯନ୍ତ୍ରଣାରେ କଷ୍ଟ ପାଉଥିଲା। ଏପରି ଲାଗିଲା ଯେପରି ମୋ ଗୋଡ଼ ଉପରେ ବହୁତ ଓଜନ ଲଗାଯାଇଛି। ମୋ ସାରା ଶରୀରରେ ଯନ୍ତ୍ରଣା ଖେଳି ଯାଉଥିଲା। ମୁଁ ଧୀରେ ଧୀରେ ଉଠି ଚାରିପାଖକୁ ଦେଖିବାକୁ ଲାଗିଲି। ମୋର ଅବସ୍ଥା ଅଜବ ଥିଲା। ଯେତେବେଳେ ମୁଁ ନିଜକୁ ଚାହିଁଲି, ମୁଁ ଦେଖିଲି ଯେ ମୁଁ ସମ୍ପୂର୍ଣ୍ଣ ଓଦା। ଏପରି ଲାଗୁଥିଲା ଯେପରି କେହି ମୋତେ ଗାଧୋଇ ଦେଇଛନ୍ତି। ମୋର ପୋଷାକ ଓଦା ଥିଲା। ଉପର ଫ୍ୟାନ ମଧ୍ୟ ବନ୍ଦ ଥିଲା ଏବଂ ରୁମ୍ରେ ଗରମ ଲାଗୁଥିଲା। କ'ଣ ହେଉଥିଲା କେଜାଣି, ବହୁତ କଷ୍ଟରେ ମୁଁ ବିଛଣାରୁ ଉଠିଲି। ମୋର ମୁଣ୍ଡ ବୁଲେଇ ହେଲା ପରି ଲାଗୁଥିଲା। ଚାଲିବା କଷ୍ଟକର ହେଉଥିଲା। ମୁଁ ମୋର ଅବସ୍ଥା ବୁଝିପାରୁ ନଥିଲି। କାହିଁକି ଲାଗୁଥିଲା ଯେପରି ମୁଁ ଶୋଇନାହିଁ
किंतु किछि कठिन परिश्रम करिछि। बहुत कष्टरे मु बाथरूम जाई फ्रेश होईगली। जेतेबेले मु मोर अवस्था देखिली सेतेबेले लागुथिला जेपरी मोर शरीर संपूर्ण क्लांत होई जाइथिला। जेतेबेले मु रूमरू बाहरकू आसिली मु फुस फुस शब्द सुनिली। लागुथिला जेपरी केही काहा सहित कथा हेउछि। घरे मो एवं बिकी व्यतीत आउ केही नथिले। भाबिली ताहेले से काहा सहित कथा हेउथिले। मु प्रथमे पानी पीबा पाई रोसेई घरकू गली किंतु सेतेबेलकू फुसफुस शब्द बंद होई जाइथिला। मु रोसेई घर द्वार पाखरे ठिया होइथिली। जेतेबेले मु स्टोर रूमरू काहाकू बाहरकू आसुथिबार देखिली। तांको हातरे बहुत टंका थिला एवं से हसुथिले। एहा देखि मु चिंतित होइगली। परवर्ती मुहूर्तरे तांकर नजर मो उपरे पड़िला। मते देखि से कहिले, अनु तुमे उठिछ। मु धीरे धीरे तांको पाखकू गली। से शीघ्र तांको पकेटरे टंका रखिबाकू लागिले किंतु मु तांको हाथ धरी तांको सामनारे टंका आनी पचारिली, तुमे एते टंका केउठारू पाइलो? से आखि तळकू करि देइथिले। से धीरे कहिले, दयाकरी पापांकू कुहंतु नाही। मु आश्चर्य होइगली जे से एही टंका पापांकू काहिकी देले नाही। जेतेबेले मु तांकू कठोर भावरे पचारिली से डरिगले। से कहिला, एही टंका पापांक जणे बंधु बहु वर्ष पूर्वे ऋण भावरे फेराई देइथिले। मु भाबिथिली जे मु एही टंकारे एक मोबाइल किनिबी किंतु से मोते टंका देइथिले। मु तांकू गाली देई कहिली, हां तुमे भल करिछ। घरर अवस्था देख केते खराब। आमर बापा मा दुहे काम करंती एवं तुमे मोबाइल किनिबा विषय कहुछ। से लज्जित होइगले। सेही रातिरे मु सेही टंका पापंकू देइदेली। सेही रातिरे बिकी मो सहित कथा होई पारिला नाही एवं शीघ्र सोइबाकू गला। परदिन मु रोसेई घरे काम करुथिली। जेतेबेले बिकी तांको बंधुमानंक सहित घरे प्रवेश कला मु देखि आश्चर्य होइगली जे से तांको बंधुमानंकू सीधा लंच खुआइबाकू आनिथिले। सेतेबेले मु मोर दुपटा काढी बासन माजिबा पई जाउथिली। सेमाने समस्ते हसी हसी भितरकू आसिबा मात्रे मु तुरंत दुपटारे निजकू घोड़ाई देली। मु तांकू बुझाइबाकू चेष्टा कली, एहा कण हेउछि, तुमे जानिछ मा बापा एही समयरे घरे नाहंती, तथापि तुमे एही लोकमानंकू घरकू आनिछ। बिकी विरक्त होई कहिला, एहा मो घर। जेतेबेले तुमे मो विषयरे चिंता करुना हम मु तुम विषयरे काहिकी चिंता करिबी। हम शीघ्र खाद्य प्रस्तुत कर। एमाने मोर अति विशेष बंधु। से मो उपरे बहुत रागिथिबा परी मने हेउथिला किंतु मु एबे एकुटिया कण करिपारिबी। मोते बाध्य होई खाद्य रांधिबाकू पड़िला। मु तांको बंधुमानंक पई रांधिबा आरंभ कली। तापरे से कहिले, तुमे निजे आसी खाद्य परिवेषण करिब। बिकीर आचरण मोते आश्चर्य करुथिला। एते छोट कथारे से किपरि एते परिवर्तन होई पारिब। मु टेबुल उपरे खाद्य रखिली। मु देखिली जे तांको बंधुमाने बारंबार मो आड़कू चाहि रहुथिले। सेमाने समस्ते बिकीठारू वयस्क देखा जाउथिले एवं मोते एक अजब दृष्टिरे देखुथिले, जेपरी सेमाने मोते गिळी देबे। मु भयरे मो रूमकू जाई निजकू बंद करिदेली। सेमाने जिबा मात्रे मु बिकी उपरे रागिकी फाटी पड़िली। तुमर एही बंधुमानंकू एही घरे आउ देखा जिबा उचित नुहे। किंतु पर मुहूर्तरे से मो गाल धरी कहिले, तुमे एते राग केउठारू पाओ? सेमाने आउ आसिबे नाही। किंतु तुमे ए विषयरे मा बापांकू किछि कहिबो नाही। मु बिकीर आचरणरे विरक्त होइगली। केतेबेले से प्रेम प्रकाश करुथिले त केतेबेले विरक्त हेउथिले। तापरे मु राजी होई मो रूमकू गली। दिनकू दिन मु बिकीर कार्यकलापकू अजब पाइबा आरंभ कली। सेदिन मध्य जेतेबेले मु मो रूमरे विश्राम नेबाकू सोइबाकू गली मु हठात काहार हाथ मो पादरे अनुभव कली। मु आश्चर्य होई आखि खोलिली एवं देखिली जे बिकी मो पादकू तांको कोଳରେ रखी मालिश करुछि। मु तुरंत तांकू एपरि करिबारु मना कली किंतु से कहिबाकू लागिले, मु जाहा करुछि ताहा मते करिबाकू दियो। एही घरे मु एकमात्र जिए तुमर एते जत्न ने। मा एवं बापा कामरे व्यस्त। मु मध्य क्लांत थिली। मु आखि बंद करी सोइबाकू लागिली। बिकीर हाथ मालिश जोगु मु सोई पड़िली किंतु जेतेबेले मु आखि खोलिली मु आश्चर्य होइगली। मोर मुंड खराब भावरे बुलेई होउथिला। बेडशीट संपूर्ण बिगिड़ी जाइथिला। एक सार्ट एवं पुरुष परफ्यूम बिछणारे पड़िथिला। एहा काहार जिनिस मु किछि कहि पारिली नाही। मोर एते प्रबल मुंड बिंधा हेला जे मु पुणी बिछणारे पड़िगली। मने हेउथिला जेपरी केही मोते निशा जिनिस देइथिले। पाखरु फुस फुस शब्द आसुथिला किंतु मु किए कहुछि
ତାହା ଚିହ୍ନି ପାରିଲି ନାହିଁ। ମୁଁ କେବଳ ବିକିର ସ୍ୱର ଶୁଣିପାରିଲି। ମନେ ହେଉଥିଲା ଯେପରି ସେ ମୋ ରୁମ୍ରେ ଉପସ୍ଥିତ ଥିଲେ ଏବଂ ମୋତେ ଉଠାଇବାକୁ ଚେଷ୍ଟା କରୁଥିଲେ। କିଛି ସମୟ ପରେ ଯେତେବେଳେ ମୁଁ ଆଖି ଖୋଲିଲି, ସମଗ୍ର ଦୃଶ୍ୟ ମୋ ଆଖି ସାମ୍ନାରେ ଝଲସି ଉଠିଲା। ମୁଁ ପ୍ରଥମେ ସେହି ବିଛଣା ଆଡ଼କୁ ଚାହିଁଲି ଯେଉଁଠାରେ ସାର୍ଟ ଏବଂ ପରଫ୍ୟୁମ୍ ପୂର୍ବରୁ ପଡ଼ିଥିଲା, କିନ୍ତୁ ଏବେ ସେଠାରେ କିଛି ନଥିଲା। ଆଜି ପୁଣି ମୋର ଅବସ୍ଥା ବହୁତ ଅଜବ ଥିଲା। ମୁଁ ଏପରି ପିଲା ନଥିଲି ଯିଏ ଏସବୁ ବୁଝିପାରିବ ନାହିଁ। ଘରେ ମୋ ଏବଂ ବିକି ବ୍ୟତୀତ ଆଉ କେହି ନଥିଲେ। ତାପରେ ମୁଁ ଶୋଇବା ପରେ ଯାହା ହେଉଥିଲା ତାହା ହେଉଛି ମୋର ସମଗ୍ର ଶରୀର ପାଣିରେ ଗାଧୋଇ ହୋଇଯାଇଥିଲା। କେବଳ ଏତିକି ନୁହେଁ, ମୋ ଶରୀର ଯନ୍ତ୍ରଣାରେ ଥିଲା ଏବଂ ମୋର ରଙ୍ଗ ମଧ୍ୟ ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଥିଲା। ଦିନକୁ ଦିନ ବିକି ମୋ ପାଖକୁ ଆସିବାକୁ ଚେଷ୍ଟା କରୁଥିଲା, କିନ୍ତୁ ପ୍ରତ୍ୟେକ ଥର ମୁଁ କିଛି ନା କିଛି ବାହାନା କରି ମୋ ରୁମକୁ ଯାଉଥିଲି। ମୋ ମନରେ ଅଜବ ଚିନ୍ତାଧାରା ଆସିବା ଆରମ୍ଭ ହେଲା। ମୋର ସ୍ୱାସ୍ଥ୍ୟ ମଧ୍ୟ ବହୁତ ଖରାପ ହେବାକୁ ଲାଗିଲା। ମା ମଧ୍ୟ ମୋର ଅବସ୍ଥା ଦେଖି ଚିନ୍ତିତ ହୋଇଗଲେ। ସେ କହିଲେ ଯେ ସେ ପରଦିନ ଅଫିସରୁ ଛୁଟି ନେବେ ଏବଂ ମୋତେ ଡାକ୍ତରଙ୍କ ପାଖକୁ ନେଇଯିବେ ଏବଂ ମୋର କ'ଣ ହୋଇଛି ତାହା ଜାଣିବା ପାଇଁ ମୋତେ ପଚାରିବେ। ସେହି ରାତିରେ ମୁଁ ବାରମ୍ବାର ଉଠି ଯାଉଥିଲି ଏବଂ ଠିକ ଭାବରେ ଶୋଇପାରୁନଥିଲି। ପରଦିନ ମୋ ବାପା ମା ସବୁଦିନ ପରି କାମ କରିବାକୁ ଗଲେ। ମୁଁ ଭାବିଲି ହୁଏତ ସେମାନେ ମୋ ବିଷୟରେ ଚିନ୍ତା କରନ୍ତି ନାହିଁ। ଶେଷରେ ମୁଁ ନିଜେ ଡାକ୍ତରଙ୍କ ପାଖକୁ ଗଲି। ସେଠାରେ ଅଲ୍ଟ୍ରାସାଉଣ୍ଡରୁ ଜଣାପଡ଼ିଲା ଯେ ମୁଁ ଗର୍ଭବତୀ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସର୍ବୋପରି ମୋ ସହିତ ଏସବୁ କିଏ କରିପାରିଥାନ୍ତା? ବିକି ମୋର ଭାଇ ଥିଲା, କିନ୍ତୁ ତାପରେ ମୋ ମନକୁ ଆସିଲା ଯେ ମୁଁ ତାକୁ ମୋର ପ୍ରକୃତ ଭାଇ ବୋଲି ମାନିବି, ଯେତେବେଳେ ସେ ମୋର ସାବତ ଭାଇ। ବିକି ମୋ ମାଙ୍କ ଦ୍ୱିତୀୟ ବିବାହରୁ ଥିଲା, ଯେତେବେଳେ ମୁଁ ତାଙ୍କ ପ୍ରଥମ ବିବାହର ସନ୍ତାନ ଥିଲି। ଏପରି ଜିନିଷଗୁଡ଼ିକ ମୋତେ ଭୁଲ ଭାବରେ ଭାବିବାକୁ ବାଧ୍ୟ କରୁଥିଲା। ମୁଁ ବୁଝିପାରୁ ନଥିଲି ଯେ ଏହା ମୋ ବାପା ମାଙ୍କୁ କିପରି କହିବି। ଯେତେବେଳେ ବିକି ମୋ ପାଖରେ ବସିଥିଲା, କେତେବେଳେ ସେ ମୋ ହାତ ଧରିଥିଲା ଏବଂ କେତେବେଳେ ସେ ମୋ ଗାଲକୁ ଟାଣିବା ଆରମ୍ଭ କରୁଥିଲା। ପୂର୍ବରୁ ମୁଁ ଏହି ଜିନିଷଗୁଡ଼ିକୁ ହାଲୁକା ଭାବରେ ନେଉଥିଲି, କିନ୍ତୁ ଏବେ ସବୁକିଛି ଭିନ୍ନ ଲାଗୁଥିଲା। ଗୋଟିଏ ଦିନ ମୁଁ ହସ୍ପିଟାଲକୁ ଯାଇଥିଲି ଏବଂ ଗର୍ଭପାତ କରିବା ପୂର୍ବରୁ ମୁଁ ଡାକ୍ତରଙ୍କୁ ପିଲାର DNA ପରୀକ୍ଷା କରିବାକୁ କହିଲି। ଡାକ୍ତର ରିପୋର୍ଟ ଦେଇଥିଲେ ଏବଂ ଯେତେବେଳେ ମୁଁ ଏହା ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଯାହା ଭାବୁଥିଲି ତାହା କିଛି ନଥିଲା। ପିଲାଟି ବିକିର ନୁହେଁ। କିନ୍ତୁ ତାପରେ ଏକ ପ୍ରଶ୍ନ ଉଠିଲା, ଏହା କାହାର ଛୁଆ ଥିଲା? ଏହି ରହସ୍ୟକୁ ସମାଧାନ କରିବା ପାଇଁ ମୁଁ ମୋ ରୁମ୍ରେ ଏକ ମୋବାଇଲ କ୍ୟାମେରା ଫିଟ୍ କଲି। ମୁଁ ସତ୍ୟ ଜାଣିବାକୁ ଚାହୁଁଥିଲି। କିଛି ଦିନ ପରେ ଯେତେବେଳେ ମୋ ବାପା ମା ଘରେ ନଥିଲେ, ବିକି ପୁଣି ମୋ ପାଖକୁ ଆସିଲେ। ସେ ମୋ ମୁଣ୍ଡକୁ ମାଲିସ କରିବାକୁ ଲାଗିଲେ। ମୁଁ ଶୋଇ ନ ପଡ଼ିବାକୁ ବହୁତ ଚେଷ୍ଟା କଲି, କିନ୍ତୁ ହୁଏତ ତେଲରେ କିଛି ନିଶାଦ୍ରବ୍ୟ ମିଶାଯାଇଥିଲା। ମୁଁ ସେହି ତେଲର ଗନ୍ଧ ପାଇବା ମାତ୍ରେ ମୁଁ ବେହୋସ ହୋଇଗଲି। ଗୋଟିଏ ଘଣ୍ଟା ପରେ ଯେତେବେଳେ ମୁଁ ଚେତା ଫେରିଲି, ମୋ ବାପା ମା ଘରକୁ ଫେରି ଆସିଥିଲେ। ମୁଁ ତୁରନ୍ତ ମୋ ରୁମ୍ରେ ଲାଗିଥିବା କ୍ୟାମେରା ରେକର୍ଡିଂ ଦେଖିଲି ଏବଂ ସତ୍ୟ ବାହାରିବା ମାତ୍ରେ ମୋ ପାଦ ତଳୁ ମାଟି ଖସିଗଲା। ବିକି ତାଙ୍କ ଶସ୍ତା ବନ୍ଧୁମାନଙ୍କୁ ମୋ ରୁମ୍କୁ ଆଣି ଆସୁଥିଲା। ସେମାନେ ମୋ ସହିତ ଘୃଣ୍ୟ ବ୍ୟବହାର କରୁଥିଲେ। କାମ ସାରି ସେମାନେ ବିକିକୁ ଟଙ୍କା ଦେଇ ଚାଲି ଯାଉଥିଲେ। ଏହା ଦେଖି ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲି। ମୁଁ କ୍ରୋଧ ଏବଂ ଆଶ୍ଚର୍ଯ୍ୟରେ ମୋ ରୁମ୍ରୁ ବାହାରକୁ ଆସିଲି। ମୁଁ ବିକିକୁ କଲର ଧରି ତାକୁ ଚାପୁଡ଼ା ମାରିବା ଆରମ୍ଭ କଲି। ଏସବୁ ଦେଖି ମା ଏବଂ ବାପା ମଧ୍ୟ ଦୌଡ଼ି ଆସିଲେ। ବାପା ମୋ ହାତ ଧରି ରାଗରେ କହିଲେ, ତୁମେ କ'ଣ ଚେତାଶୂନ୍ୟ ହୋଇଯାଇଛ? ତୁମେ ପାଗଳ ହୋଇଗଲ କି? ତୁମେ ତାକୁ କାହିଁକି ମାରୁଛ? ମୁଁ କାନ୍ଦି କାନ୍ଦି ଚିତ୍କାର କଲି, ତୁମେ ଦେଖିଲ ବାପା, ଏହି ନିର୍ଲଜ୍ଜ ବ୍ୟକ୍ତି ମୋ ସହିତ କ'ଣ କରୁଛି? ମୁଁ ସେମାନଙ୍କୁ କ୍ୟାମେରା ରେକର୍ଡିଂ ଦେଖାଇଲି। ଭିଡିଓ ଦେଖିବା ପରେ ମା ତଳେ ପଡ଼ିଗଲେ। ବାପା ମଧ୍ୟ ତାଙ୍କ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ରାଗିଯାଇ ବାପା ବିକିକୁ ଧରି ପିଟିବାକୁ ଲାଗିଲେ। ତାଙ୍କ ମୁହଁ ଏବଂ ନାକରୁ ରକ୍ତ ବହିବାକୁ ଲାଗିଲା। ତାପରେ ବିକି କ୍ରୋଧରେ ଚିତ୍କାର କଲେ, ମୁଁ କେବେ ତାକୁ ମୋ ଭଉଣୀ ବୋଲି ଭାବିନଥିଲି। ମୋତେ ଟଙ୍କା ଦରକାର ଥିଲା ଏବଂ ଲୋକମାନେ ତାଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଥିଲେ। ମୋତେ ମୋର ଆବଶ୍ୟକତା ପୂରଣ କରିବାକୁ ପଡ଼ିଲା। ସେଥିପାଇଁ ମୁଁ ଏହି ପଦକ୍ଷେପ ନେଇଥିଲି। ମୁଁ ମୋ ଭଉଣୀକୁ ତାର ଶରୀର ବିକ୍ରି କରାଇଥିଲି। ଏହା ଶୁଣି ମୁଁ କେବଳ କାନରେ ହାତ ଦେଇ କାନ୍ଦି ଚାଲିଲି। ବାପା ତାଙ୍କୁ ଏତେ ମାଡ଼ ମାରିଲେ ଯେ ସେ ରକ୍ତରେ ଲୁଚିଗଲା, କିନ୍ତୁ କୌଣସି ପ୍ରକାରେ ସେ ନିଜକୁ ମୁକ୍ତ କରି ଘରୁ ପଳାଇଗଲେ। ଏହାପରେ
ସେ ଆଉ ସେହି ଘରକୁ ଫେରିଲେ ନାହିଁ। ମୋ ଗର୍ଭରେ ବଢୁଥିବା ପିଲାଟି ଅବୈଧ ଥିଲା। ମୁଁ ତାକୁ ଗର୍ଭପାତ କରାଇଲି। କିନ୍ତୁ ବିକି ମୋ ସହିତ ଖେଳିଥିବା କ୍ରୁଣ୍ୟ ଖେଳ ମୋର ମୃତ୍ୟୁ ପର୍ଯ୍ୟନ୍ତ ମୋ ମନରୁ କେବେ ହଟିବ ନାହିଁ। ଭାଇ ହେଉଛି ଯିଏ ତୁମର ନିଜର ଏବଂ ତୁମକୁ ସମ୍ମାନ କରେ। କୌଣସି ଅଜଣା ପୁରୁଷଙ୍କ ସାହାଯ୍ୟରେ ନିଜର ଝିଅକୁ ଛାଡ଼ିଦେବା ତୁମର ଏକ ବଡ଼ ଭୁଲ। କାରଣ ଏପରି ଦୁଷ୍ଟ ଲୋକମାନେ ସବୁବେଳେ ଏକ ଅସହାୟ ଏବଂ ନିର୍ଦ୍ଦୋଷ ଝିଅର ସମ୍ମାନ ନିଲାମ କରିବା ପାଇଁ ଉପାୟ ଖୋଜୁଛନ୍ତି। ମୁଁ ମୋର ସମସ୍ତ ବନ୍ଧୁମାନଙ୍କୁ ଅନୁରୋଧ କରିବି ଯେ ସେମାନେ ସର୍ବଦା ସେମାନଙ୍କ ଝିଅମାନଙ୍କର ଯତ୍ନ ନିଅନ୍ତୁ, ସେମାନଙ୍କୁ ନଜର ପରଦା ତଳେ ରଖନ୍ତୁ ଏବଂ କେବେ ବି କୌଣସି ଅଜଣା ପୁରୁଷଙ୍କ ସହିତ ସେମାନଙ୍କୁ ଏକା ଛାଡ଼ନ୍ତୁ ନାହିଁ। ଏହି ସମଗ୍ର ମାମଲାରେ କାହାର ଦୋଷ ଥିଲା? ମୋ ବାପା ମା ଯେଉଁମାନେ ଟଙ୍କା ରୋଜଗାର କରିବା ପାଇଁ ସେମାନଙ୍କ ପିଲାମାନଙ୍କ ପ୍ରତି ସମ୍ପୂର୍ଣ୍ଣ ଅସାବଧାନ ଥିଲେ, କିମ୍ବା ମୋ ଭାଇ ଯିଏ ଏହି ଘରେ ତାଙ୍କ ସାବତ ଭଉଣୀ ସହିତ ଏକା ରହୁଥିଲେ ଏବଂ ତାଙ୍କୁ ବହୁତ ବିଶ୍ୱାସ କରୁଥିଲେ। ମୁଁ ସବୁବେଳେ ତାଙ୍କୁ ମୋର ପ୍ରକୃତ ଭାଇ ବୋଲି ମାନିଥିଲି, କିନ୍ତୁ ସିଏ ମୋର ବିଶ୍ୱାସ ଭାଙ୍ଗି ଦେଇଥିଲେ। ତେଣୁ ବନ୍ଧୁମାନେ ସବୁବେଳେ ଆପଣଙ୍କ ଏବଂ ଆପଣଙ୍କ ପରିବାରର ସୁରକ୍ଷା ପ୍ରତି ସତର୍କ ରୁହନ୍ତୁ।